ନମସ୍କାର ବନ୍ଧୁମାନେ, ଜୟ ଜଗନ୍ନାଥ। ମୁଁ ରୁଦ୍ର, ଆପଣଙ୍କର ବିଶ୍ୱସ୍ତ ସୂଚନାର ସାଥୀ ରୁଦ୍ରାଜ ଟେକ୍ ଭର୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ଯେଉଁଠାରେ ଆପଣମାନେ ପାଇବେ ଟେକ୍ନୋଲୋଜି, ସରକାରୀ ଯୋଜନା, ଅନଲାଇନ୍ ଫର୍ମ ଫିଲ୍ଅପ୍, ସ୍କଲାରସିପ୍ ଏବଂ ଶିକ୍ଷା ସମ୍ବନ୍ଧୀୟ ସଠିକ୍ ସୂଚନା ସରଳ ଓଡ଼ିଆରେ। ତେଣୁ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ ଅଲ୍ରେ ସେଟ୍ କରି ରଖନ୍ତୁ ଏବଂ ଆମ ସହ ଯୋଡ଼ି ରୁହନ୍ତୁ। ତେବେ ଆଉ ବିଳମ୍ବ ନକରି ଚାଲନ୍ତୁ ଶୀଘ୍ର ଆରମ୍ଭ କରିବା ଆଜିର ନୂତନ ଅପଡେଟ୍କୁ। ବନ୍ଧୁଗଣ, ସିଟି ବା ଡିଏଲ୍ଇଡି ଏଣ୍ଟ୍ରାନ୍ସ ଏକ୍ଜାମର ଆଡ଼ମିଟ୍ କାର୍ଡ଼ ଗତକାଲି ବା 31 ଜୁଲାଇ ସନ୍ଧ୍ୟା 5ଟା ସୁଦ୍ଧା ଆସି ସାରିଥିଲା, କିନ୍ତୁ ସର୍ଭର ବିଜି ଥିବା କାରଣରୁ ଏହା ଡାଉନଲୋଡ଼ ହୋଇପାରିନଥିଲା। ଏବେ ସର୍ଭର ଠିକ୍ ହୋଇଯାଇଛି, ତା ସହ ସବୁ ପ୍ରୋବ୍ଲେମ୍ ମଧ୍ୟ ରିଜଲ୍ଭ ହୋଇଯାଇଛି। ଆସନ୍ତୁ ଆମେ ଦେଖିବା କିପରି ନିଜ ମୋବାଇଲରେ ଆମେ ଏ ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବା। ତ ସର୍ବପ୍ରଥମେ ଆମେ ନିଜ ମୋବାଇଲ କିମ୍ବା ହ୍ୟାଣ୍ଡସେଟ୍ର ଯେକୌଣସି ବ୍ରାଉଜର ଓପନ୍ କରିବା। ଓପନ୍ କରି ସର୍ଚ୍ଚ ବାର୍ରେ SAMS ଓଡ଼ିଶା ସର୍ଚ୍ଚ କରିବା। ସର୍ଚ୍ଚ କଲା ପରେ ଫାଷ୍ଟ ଆଡ୍ରେସ୍ samsodisha.gov.in ତାହା ଉପରେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଆମେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଦ୍ୟାଳୟ ଏବଂ ଗଣଶିକ୍ଷା ଅଣ୍ଡରରେ DLED ସେକେଣ୍ଡ ଅପସନ୍ ହେଉଛି DLED। এই DLED ଉପରେ କ୍ଲିକ୍ କରିବା। DLED ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ବନ୍ଧୁଗଣ, ଏହା ପପ୍-ଅପ୍ରେ ମେସେଜ ଦେଉଛି ଯେ ଆଡ଼ମିଟ୍ କାର୍ଡ଼ ଜୁଲାଇ 31 ସନ୍ଧ୍ୟା 5ଟା ସୁଦ୍ଧା ଡାଉନଲୋଡ଼ କରିହେବ ଏବଂ CBT ଏଣ୍ଟ୍ରାନ୍ସ ଏକ୍ଜାମ୍ ଯାହା ଅଗଷ୍ଟ 7ରୁ ଅଗଷ୍ଟ 11 ପର୍ଯ୍ୟନ୍ତ। ଗୋଟିଏ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଟିକେ ସ୍କ୍ରୋଲ୍ କଲା ପରେ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ବ୍ଲୁ ବକ୍ସରେ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ଅପସନ୍ ଶୋ କରୁଥିବ। এই ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ଉପରେ ଆମେ କ୍ଲିକ୍ କରିବା, ଯାହାଦ୍ୱାରା ଆଉ ଗୋଟେ ସାଇଟ୍ SCRT ଓଡ଼ିଶା ଓପନ୍ ହେଇଯିବ। ଓପନ୍ ହେଲା ପରେ ରେଡ୍ ବକ୍ସରେ ଆପଣ ଦେଖିପାରୁଥିବେ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ଅପସନ୍। এই ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ପୁଣି ଏକ ଇଣ୍ଟରଫେସ୍ରେ ନିଜର ଆପ୍ଲିକେସନ୍ ନମ୍ବର ଆଉ DOB ଯେଉଁଟା ଫାଷ୍ଟ ଇୟର୍ ଫର୍ମାଟ୍, ଦେନ୍ ମନ୍ଥ, ଦେନ୍ ଡେଟ୍ ଫର୍ମାଟ୍। ଫାଷ୍ଟ ଆପଣ ଇୟର୍ ଅଫ୍ ବର୍ଥ ଦେବେ, ତାପରେ ମନ୍ଥ ଅଫ୍ ବର୍ଥ, ତାପରେ ଡେଟ୍ ଅଫ୍ ବାର୍ଥ ଦେବେ। ଆଉ ଯେଉଁ ଏଇ ଆପ୍ଲିକେସନ୍ ନମ୍ବର କ'ଣ ବନ୍ଧୁଗଣ, ଏଇ ଯେଉଁ ଆପ୍ଲିକେସନ୍ ନମ୍ବର ଆପଣ ନିଜର CAF କମନ୍ ଆପ୍ଲିକାଣ୍ଟ ଫର୍ମର ବାରକୋଡ୍ ନମ୍ବର କିମ୍ବା କମନ୍ ଆପ୍ଲିକାଣ୍ଟ ନମ୍ବରର ଆପ୍ଲିକେସନ୍ ନମ୍ବରକୁ ଆପଣ ଟାଇପ୍ କରିଦେବେ। କରିସାରିଲା ପରେ DOB କ'ଣ ଦେବେ, ଉଲ୍ଟା ଫର୍ମାଟ୍ରେ, ଆମେ ଯେମିତି ଫର୍ମାଟ୍ ଲେଖନ୍ତି ତାର ଟୋଟାଲି ଉଲ୍ଟା ଫର୍ମାଟ୍। ଫାଷ୍ଟ ଇୟର୍ ଅଫ୍ ବର୍ଥ ଦେବେ, ତାପରେ ମନ୍ଥ ଅଫ୍ ବର୍ଥ ଦେବେ, ତାପରେ ଡେଟ୍ ଅଫ୍ ବର୍ଥ ଦେବେ। ଏତିକି ଦେଇ ସାରିଲା ପରେ ଆପଣ ସାଇନ୍ ଇନ୍ ଉପରେ କ୍ଲିକ୍ କରିବେ। ସାଇନ୍ ଇନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ନାମ ସହ ୱେଲକମ୍ ଆସିଯାଉଥିବ। ତାପରେ ତଳେ ବ୍ଲୁ ବକ୍ସରେ ଡାଉନଲୋଡ଼ ଇ କଲ୍ ଲେଟର୍ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କୁ ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଶୋ କରିଦେଉଥିବ। ଶୋ କଲା ପରେ ଆପଣ ଏହାକୁ ପ୍ରିଣ୍ଟ କରି ଏକ୍ଜାମ୍ ହଲ୍କୁ ନେଇକି ଯିବେ। ଏହାକୁ ଆପଣ PDF କରିବା ପାଇଁ 3 ଡଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ସେୟାର ଅପସନ୍ ଉପରେ କ୍ଲିକ୍ କଲା ପରେ ଆପଣ ପ୍ରିଣ୍ଟ ଅପସନ୍ ଦେଖାଇ ଦେଉଥିବ। ସେ ପ୍ରିଣ୍ଟ ଅପସନ୍କୁ ଆପଣ କ୍ଲିକ୍ କଲେ PDFରେ ସେଭ୍ ହେଇଯିବ ବା ସେଭ୍ କରିବା ପାଇଁ ଅପସନ୍। ବନ୍ଧୁଗଣ, ଆପଣ ଏକ୍ଜାମ୍ ସେଣ୍ଟରକୁ ଗଲାବେଳେ ନିଜର ଏକ ଆଇଡେଣ୍ଟି ପ୍ରୁଫ୍, ଯାହାକି ଭୋଟର କାର୍ଡ଼, ଆଧାର କାର୍ଡ଼ ଯାହା ବି ହେଇପାରୁ ନେଇକି ଯିବେ। ପାନ୍ କାର୍ଡ଼ ବି ନେଇକି ଯାଇପାରିବେ, ଡ୍ରାଇଭିଂ ଲାଇସେନ୍ସ ବି ନେଇକି ଯାଇପାରିବେ। ତା ସହ ଫଟୋ ଗୋଟେ କପି ନେଇକି ଯିବେ। ଯଦି ଆପଣଙ୍କ ଆଡ଼ମିଟ୍ କାର୍ଡ଼ରେ ଥିବା ଫଟୋ ସହ ଅନ୍ୟ ଏକ ଫଟୋ ଆପଣଙ୍କ ପାଖରେ ଥିବା ଫଟୋ ସେମ୍ ନୁହେଁ, ତେବେ ସେ ଅନ୍ୟ ଏକ ଫଟୋର ଆଉ ଏକ କପି ନେଇକି ଯିବାକୁ ହେବ, ଯାହାକି ଆପଣଙ୍କୁ ଏକ୍ଜାମ୍ ସେଣ୍ଟରରେ ଦାଖଲ କରିବାକୁ ହେବ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଉପଯୋଗୀ ଲାଗେ ତେବେ ଦୟାକରି ଲାଇକ୍, ସେୟାର କରନ୍ତୁ ଏବଂ ଶିକ୍ଷା ଓ ଆଡମିସନ୍ ସମ୍ବନ୍ଧୀୟ ସଠିକ୍ ଅପଡେଟ୍ ପାଇଁ ରୁଦ୍ରାଜ ଟେକ୍ ଭର୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ନିଶ୍ଚୟ ଦବାନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।